ସାପ କାମୁଡ଼ା ପ୍ରତି ସାବଧାନ ରୁହନ୍ତୁ। କ'ଣ କରିବା ଉଚିତ? ପ୍ରଥମେ ସାପ କାମୁଡ଼ିଛି ବୋଲି ସୁନିଶ୍ଚିତ ହୁଅନ୍ତୁ। ସାପ କାମୁଡ଼ିଥିବା କ୍ଷତ ଅଙ୍ଗକୁ କୌଣସି ପ୍ରକାର ଚଳପ୍ରଚଳ କରନ୍ତୁ ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାସମ୍ଭବ ଆରାମଦାୟକ ଅବସ୍ଥାରେ ରଖନ୍ତୁ ଏବଂ ତାଙ୍କ ମନୋବଳ ବୃଦ୍ଧି ପାଇଁ ସକାରାତ୍ମକ ଉପଦେଶ ଦିଅନ୍ତୁ। ସାପ କାମୁଡ଼ିଥିବା ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା ପାଇଁ ଡାକ୍ତରଙ୍କୁ ସହଯୋଗ କରନ୍ତୁ। ରୋଗୀର ସମ୍ପର୍କୀୟମାନଙ୍କର ସହଯୋଗ, ସଠିକ୍ ତଥ୍ୟ ଏବଂ ପ୍ରାଥମିକ ସେବା ଦ୍ୱାରା ରୋଗୀକୁ ଶୀଘ୍ର ଆରୋଗ୍ୟ କରାଯାଇପାରିବ। ରୋଗୀ ଦେହରେ ଥିବା ଅଳଙ୍କାର ଇତ୍ୟାଦିକୁ ବାହାର କରିଦିଅନ୍ତୁ। ରୋଗୀକୁ ହାଲକା କପଡ଼ା ପିନ୍ଧାଇ ଦିଅନ୍ତୁ। କ୍ଷତ ଜାଗା ଚାରିପଟେ ଗୋଟିଏ କଲମ କିମ୍ବା ମାର୍କରରେ ଚିହ୍ନଟ କରନ୍ତୁ, ଯେପରି କ୍ଷତ ସ୍ଥାନ ଅଦୃଶ୍ୟ ହୋଇଗଲେ ମଧ୍ୟ ଜଣାପଡ଼ିବ। ରୋଗୀଙ୍କ ଅବସ୍ଥାକୁ ନିରୀକ୍ଷଣ କରି ଉପଯୁକ୍ତ ଚିକିତ୍ସା ଓ ସେବା ଦ୍ୱାରା ରୋଗୀକୁ ସୁସ୍ଥ କରିବା ସମ୍ଭବ ହୋଇପାରିବ। ତ୍ୱରିତ ପଦକ୍ଷେପ ଏବଂ ସଠିକ୍ ଚିକିତ୍ସା ରୋଗୀକୁ ବଞ୍ଚାଇ ପାରିବ। ତେଣୁ ସମୟ ନଷ୍ଟ ନକରି ଯଥାଶୀଘ୍ର ଡାକ୍ତରଖାନାରେ ଚିକିତ୍ସା କରିବା ଅତ୍ୟନ୍ତ ଆବଶ୍ୟକ। କ'ଣ ନ କରିବା ଉଚିତ? ରୋଗୀଙ୍କୁ ଚଲାନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ଶାରୀରିକ କାର୍ଯ୍ୟ କରାନ୍ତୁ ନାହିଁ, ଯାହାଦ୍ୱାରା ହୃତ୍ସ୍ପନ୍ଦନ ବଢ଼ିଯିବ। ସାପ କାମୁଡ଼ିଥିବା କ୍ଷତ ସ୍ଥାନକୁ ଧୁଅନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ପ୍ରଲେପ, ମଲମ, ଡେଟଲ ଇତ୍ୟାଦି ପ୍ରୟୋଗ କରନ୍ତୁ ନାହିଁ। ପ୍ରାଥମିକ ଚିକିତ୍ସା ଅର୍ଥାତ୍ ସହାୟତା ବା ଫାଷ୍ଟ ଏଡ୍ ବ୍ୟତୀତ ଅନ୍ୟ କିଛି କରନ୍ତୁ ନାହିଁ। କୌଣସି ପ୍ରକାରର ପାରମ୍ପରିକ ଚିକିତ୍ସା, ଗୁଣିଗାରେଡ଼ି, ଜଡ଼ିବୁଟି, ଝଡ଼ାଫୁଙ୍କା ଏବଂ ଧାର୍ମିକ ଚିକିତ୍ସା ଏସବୁ କରନ୍ତୁ ନାହିଁ। ସାପ କାମୁଡ଼ିଥିବା ବ୍ୟକ୍ତିକୁ କୌଣସି ପ୍ରକାର ପାନୀୟ କିମ୍ବା ଖାଦ୍ୟ ଦିଅନ୍ତୁ ନାହିଁ। କାମୁଡ଼ିଥିବା ସ୍ଥାନକୁ ବରଫ ସେକ ଦିଅନ୍ତୁ ନାହିଁ। କ୍ଷତ ହୋଇଥିବା ଅଙ୍ଗରେ କୌଣସି ପ୍ରକାର ଦଉଡ଼ି କିମ୍ବା କପଡ଼ା ବାନ୍ଧନ୍ତୁ ନାହିଁ। ଯେଉଁଟା ଆମର ଘରେ ଘରେ ସମସ୍ତେ ଜାଣନ୍ତି, ଦଉଡ଼ି କିମ୍ବା କପଡ଼ାରେ ବାନ୍ଧିଦେବେ, ଯାହାକି ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିବ। କ୍ଷତ ସ୍ଥାନକୁ ପାଟି ଦ୍ୱାରା ବିଷ ଶୋଷନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ଧାରୁଆ ଅସ୍ତ୍ର ସାହାଯ୍ୟରେ ରକ୍ତସ୍ରାବ କରାନ୍ତୁ ନାହିଁ। ପୀଡ଼ିତ ବ୍ୟକ୍ତିଙ୍କୁ କୌଣସି ପ୍ରକାର ମାଦକ ନିଶାଦ୍ରବ୍ୟ ଦିଅନ୍ତୁ ନାହିଁ, କାରଣ ନିଶାଦ୍ରବ୍ୟ ଦେଲେ ସେ ନିଶାସକ୍ତ ହୋଇପଡ଼ିବ, ଶୋଇପଡ଼ିବ। ଆମେ କେଉଁ କାରଣରୁ ଶୋଉଛୁ? ସାପ କାମୁଡ଼ା ଯୋଗୁଁ ବିଷ ଅତ୍ୟଧିକ ହୋଇ ଶୋଉଛି କି ନିଶା ପାଇଁ ଶୋଉଛି ଆମେ ଜାଣିପାରିବୁ ନାହିଁ। ରୋଗୀ ବ୍ୟକ୍ତିଙ୍କୁ ନିଦରେ ଶୋଇବାକୁ ଦିଅନ୍ତୁ ନାହିଁ। ରୋଗୀକୁ ଚେତେଇ ରଖନ୍ତୁ। ସେ ଯେମିତି ସବୁ କହିପାରୁଥିବ, ସେ ସତରେ ଚେତା ଅଛି କି ଅଚେତା ହେଇଯାଉଛି ଆମେ ସହଜରେ ଜାଣିବା ପାଇଁ ରୋଗୀକୁ କେବେ ଶୋଇ ଦେବୁ ନାହିଁ। ଧନ୍ୟବାଦ। ଏସବୁକୁ ମନରେ ରଖିବେ ଆଉ ଅନ୍ୟମାନଙ୍କୁ ଶିକ୍ଷା ଦେବେ, ନିଜ ପରିବାରରେ ଶିକ୍ଷା ଦେବେ, ଯାହାଦ୍ୱାରା ଆମେ ସାପ କାମୁଡ଼ାରୁ ନିଶ୍ଚିତ ଭଲ ହୋଇପାରିବୁ, ଆରୋଗ୍ୟ ହୋଇପାରିବୁ।